ଜୁନାଗଡ଼ ତାଳବନ୍ଧପଡ଼ାଠାରେ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ତାଳବନ୍ଧପଡ଼ାଠାରେ ଆଜି ଦିବା 12 ଘଣ୍ଟା ସମୟରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ ଜୁନାଗଡ଼ ସହରର ତାଳବନ୍ଧପଡ଼ାର ମୃତ ଯୁବକଙ୍କ ଘର ପାର୍ଶ୍ୱରେ ଥିବା ଏକ ପୋଖରୀରେ ଶବକୁ ଉଦ୍ଧାର କରିଥିବାର ଦେଖାଦେଇଛି। ମୃତ ଯୁବକ ଜଣକ ଜୁନାଗଡ଼ ତାଳବନ୍ଧପଡ଼ାର ପୂର୍ବତନ ନଗରପାଳ ସ୍ୱର୍ଗତ ପାର୍ଥ ମହାଳିକଙ୍କ ସାନ ପୁଅ କୋଟିଚନ୍ଦ୍ର ମହାଳିକ ବୋଲି ଜଣାପଡ଼ିଥିବା ବେଳେ ଯାହା ଖବର ମୁତାବକ ନିଜ ବାସଭବନ ନିକଟସ୍ଥ ପୋଖରୀରେ ଯୁବକ ପଡ଼ିଯାଇଥିବାର ଦେଖି ପରିବାର ଲୋକେ ଉଦ୍ଧାର ସକାଶେ ପାଣିରେ ବହୁତ ଖୋଜାଖୋଜି କରିଥିଲେ। ପରେ ଯୁବକଙ୍କୁ ପୋଖରୀରେ ନ ପାଇ ଜୁନାଗଡ଼ ପୁଲିସକୁ ଖବର କରିଥିବା ସୂଚନା ମିଳିଛି। ପରେ ଜୁନାଗଡ଼ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳରୁ ପୁଲିସ ବିଭାଗୀୟ ଅଧିକାରୀ ଜୁନାଗଡ଼ ଅଗ୍ନିଶମ ବିଭାଗକୁ ଯୁବକଙ୍କୁ ଉଦ୍ଧାର କରିବା ସକାଶେ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗୀୟ ହାବିଲଦାର ଏସ୍.କେ. ବାରିକ ଏବଂ ବି. ସବରଙ୍କ କହିବା ଅନୁଯାୟୀ ଜୁନାଗଡ଼ ଥାନାରୁ ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବିଭାଗୀୟ ଲିଡିଂ ଫାୟାର ଫାଇଟର ଟିମ୍ ତଥା ମନୋଜ ବିଶ୍ୱାଳ, ଦିନମଣି ଭୋଇ, କିଶନ ମାଝୀ ଏବଂ ଜିତେନ୍ଦ୍ର ପଟେଲଙ୍କ ସମେତ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଅଧଘଣ୍ଟା ପରେ ଯୁବକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇ ଯୁବକଙ୍କୁ ଜୁନାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାର ସୂଚନା ଦେଇଥିଲେ। ପରେ ହସ୍ପିଟାଲରେ କାର୍ଯ୍ୟରତ ଥିବା ଡକ୍ଟର ଯୁବକଙ୍କୁ ମୃତ ଘୋଷଣା କରିଥିବାର ଦେଖାଦେଇଥିଲା। ପୋଖରୀରେ ବୁଡ଼ିଯାଇ ଯୁବକ କୋଟିଚନ୍ଦ୍ର ମହାଳିକଙ୍କ ମୃତ ହେବା ଖବର ଶୁଣିବା ପରେ ଜୁନାଗଡ଼ ସହର ଏବଂ ତାଳବନ୍ଧପଡ଼ାରେ ଶୋକର ଛାୟା ଖେଳିଯାଇଥିଲା। ସୂଚନା ଅନୁଯାୟୀ ପୁଲିସ ଟିମ୍ ଶବକୁ ଜୁନାଗଡ଼ର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବାର ଦେଖିବାକୁ ମିଳିଛି। ଏନେଇ ଯୁବକଙ୍କ ଦୁଃଖଦ ମୃତ୍ୟୁ ଘଟଣାର ଖବର ପାଇ ଜୁନାଗଡ଼ ସହରର ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ, ଜୁନାଗଡ଼ ବ୍ଲକର ରିପବ୍ଲିକ ଓଡ଼ିଶାର ପ୍ରତିନିଧି ବିଜୟଭୂଷଣ ଦଣ୍ଡସେନାଙ୍କ ସମେତ ଏ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଥିଲେ। କଳାହାଣ୍ଡି ଜୁନାଗଡ଼ରୁ ବିଜୟଭୂଷଣ ଦଣ୍ଡସେନାଙ୍କ ରିପୋର୍ଟ, ରିପବ୍ଲିକ ଓଡ଼ିଶା। ସାଧାରଣ ଲୋକଙ୍କୁ ସ୍ୱାଗତ।